ସୁନାବେଡ଼ା 3 ସ୍ଥିତ ଗଞ୍ଜାମ କଲୋନୀ ସ୍ଥିତ ଆମ୍ବେଦକର କ୍ଲବ ଠାରେ ସୁନାବେଡ଼ା ହାଉସିଂ ବୋର୍ଡ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଶନିବାର ଦିନ ଅନୁଷ୍ଠିତ ହୋଇଛି। ଏହି ଶିବିରରେ 100 ଜଣରୁ ଉର୍ଦ୍ଧ୍ୱ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅଣସଂକ୍ରମଣ ରୋଗ ଯଥା ଉଚ୍ଚ ରକ୍ତଚାପ, ମଧୁମେହ ଓ କର୍କଟ ଭଳି ବିଭିନ୍ନ ପ୍ରକାରର ରୋଗୀଙ୍କୁ ଚିକିତ୍ସା ସହ ସେମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ଶିବିରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ମୁଖ୍ୟ ଡାକ୍ତର ଅଭିଷେକ ରାଉତ ରୋଗୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଫାର୍ମାସିଷ୍ଟ ଦେବଦର୍ଶିନୀ ସାହୁ, ନର୍ସ ତନୁପମ ପାତ୍ର, ସଞ୍ଜିତ ସାବତ, କେଶବ ପଣ୍ଡା, ସ୍ନେହଲତା ସାହୁ, ରମେଶ ଜମାଗୁଡ଼ିଆ, ଆଶା ଦିଦି, ପଦ୍ମିନୀ ହରିଜନ, ସରସ୍ୱତୀ ହରିଜନ, ରୀନା ତୁରୁକ, ସରିତା ହନ୍ତାଳ, ସନ୍ତୋଷିନୀ ଅମାନ୍ତ, ଗଞ୍ଜାମ କଲୋନୀ ଗ୍ରାମର ସଭାପତି ଚିତ୍ତରଞ୍ଜନ ଖୋସଲା, ଯୁବ ମହିଳା ସଭାପତି ମୋଇନା ଗଣ୍ଡ, ସୁଧା ହରିଜନ, ଅଞ୍ଜଳି ଖରା ଏବଂ ଅଙ୍ଗନୱାଡି କର୍ମୀଙ୍କ ସମେତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ। 5 ନମ୍ବର ୱାର୍ଡର କାଉନ୍ସିଲର ମନୋଜ ସୁନା ଶିବିର ପରିଚାଳନାରେ ସହଯୋଗ କରିଥିଲେ। ମୋ ନାଁ ଅଭିଷେକ ରାଉତ, ମୁଁ ଗୋଟେ ମେଡ଼ିକାଲ ଅଫିସର ୟୁଆମ୍ ସୁନାବେଡ଼ା। ଆମର ୟୁଆମ୍ ସୁନାବେଡ଼ା ହେଉଛି ଅର୍ବାନ୍ ଆୟୁଷ୍ମାନ ମନ୍ଦିର ସୁନାବେଡ଼ା, ଯେଉଁଟାକି ହାଉସିଂ ବୋର୍ଡ଼ ନିକଟରେ ଅବସ୍ଥିତ ଅଛି। ତ ତାର ଗୋଟେ ପ୍ରୋଭିଜନ୍ ଅଛି ଯେ ଆମେ ପ୍ରତ୍ୟେକ ମାସ ଗୋଟେ ଅର୍ବାନ୍ ଏରିଆକୁ ଯାଇକରି ଏନ୍ସିଡି କ୍ୟାମ୍ପ କରୁ। ତ ଏନ୍ସିଡି କ୍ୟାମ୍ପର ଅର୍ଥ କ'ଣ? ନନ୍ କମ୍ୟୁନିକେବଲ୍ ଡିଜିଜ୍ କ୍ୟାମ୍ପ। ଏନ୍ସିଡି କ୍ୟାମ୍ପରେ ଆମେ କେଉଁ ରୋଗ କଭର କରୁଛୁ? ସେଇଟା ହାଇପର ଟେନସନ୍ ହେଇପାରେ, ଡାଇବେଟିସ୍ ହେଇପାରେ, କୋଲେଷ୍ଟ୍ରଲ୍ ହେଇପାରେ, ଲିପିଡ୍ ପ୍ରୋଫାଇଲ୍ ସେଥିପାଇଁ ଆମର ଚେକ୍ ବି ହେଉଛି, ଆନେମିଆ ହେଇପାରେ, ତାପରେ ହିମୋଗ୍ଲୋବିନ୍ ଚେକ୍ ହେଉଛି। ଏଠିକି ଯେତେବେଳେ ପେସେଣ୍ଟମାନଙ୍କୁ ମୋବିଲାଇଜ୍ କରାହେଉଛି, ଆମର ଆଶାମାନେ ଅଛନ୍ତି, ଏଏନ୍ଏମ୍ ମାନେ ଅଛନ୍ତି, ହେଲ୍ଥ ୱାର୍କର ଫିମେଲ୍ସ ଅଛନ୍ତି, ମେଲ୍ସ ଅଛନ୍ତି, ଆଣ୍ଡ ହାଉସକିପିଂ ବି ଅଛନ୍ତି, ସିକ୍ୟୁରିଟି ଗାର୍ଡ ବି ଅଛନ୍ତି। ତ ସେମାନେ ମୋବିଲାଇଜ୍ କରିକି ପେସେଣ୍ଟମାନଙ୍କୁ ଆଣୁଛନ୍ତି। ଡାଇବେଟିସ୍, ହାଇପର ଟେନସନ୍, ସର୍ଭାଇକାଲ କ୍ୟାନ୍ସର, ବ୍ରେଷ୍ଟ କ୍ୟାନ୍ସର ଏଗୁଡ଼ା ସବୁ ସ୍କ୍ରିନିଂ ହେଉଛି। ତାପରେ ଯଥାସମ୍ଭବ ଏଠି ଚିକିତ୍ସା ଦିଆହେଲା ପରେ ଯଦି କିଛି ଫଲୋଅପ୍ ଦରକାର ହେଉଛି ସେଟା ବି ଏଏନ୍ଏମ୍ ଆଶାମାନଙ୍କ ଦ୍ୱାରା ହେଉଛି। ଆଉ ତାପରେ ତାଙ୍କୁ ହାୟର ସେଣ୍ଟରକୁ ରେଫରାଲ ବି କରାହେଉଛି। ଧନ୍ୟବାଦ। ସାର୍, ମୁଁ କାଉନସିଲର ମନୋଜ ସୁନା, ୱାର୍ଡ଼ ନମ୍ବର 5। ଆପଣମାନେ ଦେଖିପାରୁଥିବେ ଆଜି ଆମର ଗଞ୍ଜାମ କଲୋନୀ ଡକ୍ଟର ବାବା ସାହେବ ଆମ୍ବେଦକର କ୍ଲବ ନିକଟରେ ଆମେ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଅଛୁ। ଏହା ଆମେ ଯେପରି ବୁଢ଼ାବୁଢ଼ୀ ବାର୍ଦ୍ଧକ୍ୟ ଲୋକମାନେ ଯେଉଁମାନେ କି ଯାଇପାରୁନାହାନ୍ତି ସେଥିପାଇଁ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ଚିକିତ୍ସା ନିମନ୍ତେ ଏହା କରାଯାଇଛି। ଆଉ ଆପଣମାନେ ଜାଣିଥିବେ ଯେ ଆମେ ବର୍ଷକୁ 6-7 ଥର ଏମିତି ପ୍ରାୟ ଥର ଆମେ କରୁଥାଉ ଏହି କ୍ୟାମ୍ପ। ଆମ ଲୋକମାନେ ଯେପରି ଉତ୍ତମ ସ୍ୱାସ୍ଥ୍ୟର ସୁବିଧା ପାଇପାରିବେ। ଆପଣମାନେ ଅନେକ ଥର ଆମର ଏମିତି ଚାଲିଛି। ଆପଣମାନେ ଆସନ୍ତୁ ସମସ୍ତେ, ଏ ପ୍ରକାର ଯଦି କୌଣସି କାହାର ଯଦି ପ୍ରୋବ୍ଲେମ୍ ହେଉଛି ଆମକୁ ଜଣାନ୍ତୁ। ଆଉ ଆଗାମୀ ଭଲ ଚିକିତ୍ସା ଦେବା ପାଇଁ ମଧ୍ୟ ଆମେ ସହଯୋଗ କରିବୁ। ଧନ୍ୟବାଦ, ନମସ୍କାର। କୋରାପୁଟ ସୁନାବେଳାରୁ ହିରଣ୍ୟ ବିଷୟଙ୍କ ରିପୋର୍ଟ, ନିରପେକ୍ଷ।